Hallelujah. Praise Lord. Hallelujah. ଆସନ୍ତୁ ଏହି ସମୟରେ ପ୍ରଭୁଙ୍କୁ ଏକ ସୁନ୍ଦର ଗୀତ ଗାଇ ଗୌରବ ପ୍ରଶଂସା କରିବା ଯାହାକି ଆଉ ପ୍ରାତଃ ସମୟ ହଉ ବା ସନ୍ଧ୍ୟା ସମୟ ହଉ ଯୋଉ ସମୟରେ ମଧ୍ୟ ପ୍ରଭୁଙ୍କର ନାମ ଯେ କୀର୍ତ୍ତନ କରି ପ୍ରଭୁଙ୍କୁ ଗୌରବ କରିବା ତାହା ଯେ ଆମମାନଙ୍କର ଆବଶ୍ୟକ। ଏହି ଜଗତରେ ଆମେ ବଞ୍ଚି ଅଛୁ ମାନେ ନିଶ୍ଚୟ ଆତ୍ମିକ ଖାଦ୍ୟ ତାହା ଯେ ଆମମାନଙ୍କର ଆବଶ୍ୟକ। ଆସନ୍ତୁ ଏହି ସମୟରେ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରିବା। ହାଲେଲୁୟା। ସକାଳେ ମୁଁ ପ୍ରଶଂସା କରୁଥିଲେ ବି କରୁଥିଲେ ବି ମନ ଭାଙ୍ଗେ ନା মন ভাঙে না ভাঙে না মন মোর সকালে মো প্রশংসা କରୁଥିଲେ ବି କରୁଥିଲେ ବି মন ভাঙে না মন ভাঙে না ভাঙে না মন মোর আহে প্রিয় প্রভু করো তৃষ্ণার তৃষিত হৃদয়ে ঢালি প্রেম তুম প্রেম ঘুরে হই দীপ্তিমান জ্বলুথিবি সদা চিরদিন କରିବି ପ୍ରଭୁ ଭକତି ଭଜନ କରିବି ପ୍ରଭୁ ভকতি ভজন দোষী তব মন প্রভু বিতাইবি প্রাণ বিতাইবি প্রাণ বিতাইবি প্রাণ মোর সঞ্জ সকাଳେ ମୁଁ ପ୍ରଶଂସା କରୁଥିଲେ ବି କରୁଥିଲେ ବି ମନ ଭାଙ୍ଗେ ନା মন ভাঙে না ভাঙে না মন মোর তুমি ত্রাণকারী অনন্ত সীম ক্রোধরে ধীর দয়াবান তুমি দীনবন্ধু জগতর সিন্ধু স্বর্গাধীশে তুম সিংহাসন তুমরি মহিমা অতুলনীয় তুমরি মহিমা অতুলনীয় তুমি অট চিরস্থায়ী সত্য সনাতন সত্য সনাতন সত্য সনাতন মোর সঞ্জ সকালে ମୁଁ প্রশংসা କରୁଥିଲେ ବି କରୁଥିଲେ ବି মন ভাঙে না মন ভাঙে না ভাঙে না
ମନ ମୋର। ହାଲେଲୁୟା, ପ୍ରେଜ ଲର୍ଡ। ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ଆଉ ଏକ ଗୀତ ଗାଇ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରିବା। ହାଲେଲୁୟା। ଆଇରେ ମଣିଷ ମାଟିର ମଣିଷ ଅତି ଅଳ୍ପ ତୋ ଆୟୁଷ ହୋ ଅତି ଅଳ୍ପ ତୋ ଆୟୁଷ ହାଇରେ ମଣିଷ ମାଟିର ମଣିଷ ଅତି ଅଳ୍ପ ତୋ ଆୟୁଷ ହୋ ଅତି ଅଳ୍ପ ତୋ ଆୟୁଷ ତୋ ଜୀବନ ଦୀପ ଲିଭିବା ଘରୁ ତୋ ଜୀବନ ଦୀପ ଲିଭିବା ଘରୁ ଯୀଶୁଙ୍କୁ କରି ଯା ବିଶ୍ୱାସ ଆଇରେ ମଣିଷ ମାଟିର ମଣିଷ ଅତି ଅଳ୍ପ ତୋ ଆୟୁଷ ହୋ ଅତି ଅଳ୍ପ ତୋ ଆୟୁଷ কেউ বাটে কেতেবেলে মরণ আসে অকালে মনুষ্য তো জানে নাহি তথাপি কাহিকি সতে গর্ব অহংকার এতে জীবন তো ক্ষণস্থায়ী যেতে ধনশালী হেউ অবাজ্ঞানী গুণী হেউ মৃত্যু সভি কর পাই অটকাই ରଖିବାକୁ ମନୁଷ୍ୟ ନିଶ୍ୱାସକୁ କାହାରିକୁ କ୍ଷମତାହି ଜନମ ମୃତ୍ୟୁର ସବୁ ଅଧିକାର ଜନମ ମୃତ୍ୟୁର ସବୁ ଅଧିକାର ରହିଅଛି ଯୀଶୁ ପାଖ ହାୟରେ ମଣିଷ ମାଟିର ମଣିଷ ଅତି ଅଳ୍ପ ତୋ ଆୟୁଷ ହୋ ଅତି ଅଳ୍ପ ତୋ ଆୟୁଷ ଯୀଶୁଙ୍କୁ ହୃଦୟ ପାଇଁ ଯଦି ମରିଯିବୁ ତୁହି ତେବେ କିଛି ମୂଲ୍ୟ ନାହିଁ ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ ଏହା କି ଜାଣିନୁ ତୁହି ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି ବିଳମ୍ବ କରୁଛୁ କାହିଁ ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ ଚାଲିଆ ତୁ ବେগে ଧାଇ ଡେରିରୁ ତୁରି ପାପକୁ ସ୍ୱୀକାରି ଡେରି ତୁ ନ କରି ପାପକୁ ସ୍ୱୀକାରି ଫେରିଆଥୁ କୃଷ ପାଶ ହାୟରେ ମଣିଷ ମାଟିର ମଣିଷ ଅତି ଅଳ୍ପ
তো আয়ুষ হো অতি অল্প তো আয়ুষ তো জীবন দীপ লিভিবা গରୁ তো জীবন দীপ লিভিବା ଗରୁ ଯୀଶୁଙ୍କୁ କରିଯା ବିଶ୍ୱାସ ହାୟରେ ମଣିଷ ମାଟିର ମଣିଷ অতি অল্প তো আয়ুষ হো অতি অল্প তো আয়ুষ হালেলুয়া প্রেজ লর্ড ହାଲେଲୁୟା ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ ଆଉ ଏକ ସୁନ୍ଦର ଗୀତ ଗାଇ ପ୍ରଭୁଙ୍କୁ ଗୌରବ ପ୍ରଶଂସା କରିବା ରହିଛ ଯଦି ହେ অদেখা রূপরে বন্ধু হয়ে ভবে বন্ধু হয়ে ভবে বন্ধুর পথে ঝুন্ডিলে মুখে তলিন বধূমে দেবে তলিন বধূমে দেবে রহিছ যদি হে অদেখার পরে বন্ধ হয়ে ভবে বন্ধ হয়ে ভবে বন্ধুর পথে ঝুন্টিলে মুখে বে তলিন বধূমে দেবে তলিন বধূমে দেবে চলা পথে মর তুমি যে রহিছ আখি মো দেখিনি থরটিয়ে কেবে অন্ধার পথে জ্যোতি হই তুমি কঢ়াও যে পথ খালি অনুভবে শুনে মো অন্তরে তুমরি ডাকটি শুনে মো অন্তরে তুমরি ডাকটি মমতারে যাহা শুভে মমতারে যাহা শুভে রহিছ যদি হে অদেখার পরে বন্ধু হয়ে হবে বন্ধু হয়ে হবে চাহা চাহা তুমি ମୋ ପାଖରୁ ପ୍ରଭୁ ସେଇ ସବୁ ମୁଁ ଯେ ଦେଇ ନାହିଁ କେବେ কেতে যে আঘাত দিয়ে মো তুমকু যেতে মো নিজকু দেই নাই কেবে
ତଥାପି କେମିତି ଭଲ ପାଅ ମତେ, ତଥାପି କେମିତି ଭଲ ପାଅ ମତେ, ସେହି କଥା ମନେ ଭାବେ, ସେହି କଥା মনে ভাবে, রহিছ যদি হে অদেখার পরে, বন্ধু হয়ে ভবে, বন্ধু হয়ে ভবে, বন্ধুর পথে ঝুন্ডিলে মুখে তোলি নব তুমি দেবে, তোলি নব তুমি দেবে, রইছ যদি হে অদেখার পরে, বন্ধু হয়ে ভবে, বন্ধু হয়ে ভবে, বন্ধু হয়ে ভবে, বন্ধু হয়ে ভবে। প্রেজ লর্ড দিদি। ପ୍ରଭୁଙ୍କର ଦାସଙ୍କୁ ଧନ୍ୟବାଦ ଜଣାଇ ସୁନ୍ଦର ଭାବରେ ସୁନ୍ଦର ଗୀତ ଗୁଡିକ ମାଧ୍ୟମରେ ଆମ ପ୍ରତ୍ୟେକଙ୍କୁ ଆରାଧନା ମାଧ୍ୟମରେ କଢେଇ ନେଇଛନ୍ତି। ପ୍ରଭୁ ଦାସଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନେକ ସ୍ଥାନରେ ମଧ୍ୟ ଏ ପ୍ରକାର ଭାବରେ ବ୍ୟବହାର କରୁଥାନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପୁନର୍ବାର ଆମେ ପ୍ରଭୁଙ୍କର ପାଦ ତଳେ ପ୍ରତ୍ୟେକ ସମର୍ପିତ ହେବା। ଜୀବନ୍ତ ବାକ୍ୟ ଶୁଣିବା ପୂର୍ବରୁ ଆମର କର୍ଣ୍ଣକୁ ଆମ ହୃଦୟକୁ ପ୍ରଭୁଙ୍କର ପାଦ ତଳେ ସମର୍ପଣ କରିବା। ମଙ୍ଗଳମୟ ପରମେଶ୍ୱର ବାପା, ତୁମରି ଧନ୍ୟବାଦ 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 କରୁଛୁ, ଆଉ ଥରେ ତୁମରି ପ୍ରଶଂସା କରୁଛୁ ଏ ପ୍ରାତଃ ସମୟ ନିମନ୍ତେ। ତୁମେ ଆମ ପ୍ରତି ମନୋଯୋଗୀ ହେଲ ବାପା, ତୁମେ ଆମକୁ ପ୍ରେମ କଲ, ତୁମେ ଆମକୁ ଅନ୍ୱେଷଣ କଲ, ତେଣୁ ପ୍ରାତଃ ସମୟରେ ଉଠେଇଲ ବାପା ତୁମରି ପାଦ ତଳକୁ ଆସିବା ପାଇଁ। ତେଣୁ ଧନ୍ୟବାଦ କରୁଛୁ, ଧନ୍ୟବାଦ କରୁଛୁ। ଜେନା ବାବୁଙ୍କ ନିମନ୍ତେ ତୁମେ ଆରାଧନା ମାଧ୍ୟମରେ ପ୍ରିୟ ଭାଇଙ୍କୁ ବ୍ୟବହାର କରିଛ ବାପା, ତାଙ୍କ ମୁଖପାତ୍ର ତୁମେ ହେଇଛ, ତେଣୁ ଧନ୍ୟବାଦ କରୁଛୁ। ତାଙ୍କୁ ଆଶୀର୍ବାଦ କର, ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର। ଆହୁରି ଆହୁରି ତୁମରି ଗୌରବ ନିମନ୍ତେ ପ୍ରିୟ ଭାଇଙ୍କୁ ତୁମେ ବ୍ୟବହାର କରୁଥାଅ ବୋଲି ପ୍ରାର୍ଥନା କରୁଛୁ ବାପା। ଏହି ସମୟରେ ନିବେଦନ କରୁଛୁ, ଆମେ ବାକ୍ୟ ମଧ୍ୟକୁ ଯାଉଛୁ ବାପା। ଦାସଙ୍କୁ ତୁମେ ମନୋନୀତ କରିଛ ପ୍ରଭୁ, ତୁମରି ପ୍ରିୟ ଦାସଙ୍କୁ ତୁମରି ପବିତ୍ର ପାଦ ତଳେ ସମର୍ପଣ କରୁଛୁ ବାପା। ପ୍ରଭୁ ତୁମରି ଦାସଙ୍କୁ ତୁମେ ହଜାଅ ଲୁଚାଅ, ତୁମେ ମୁଖପାତ୍ର ହୋ ପ୍ରଭୁ ବାପା। ହେ ପବିତ୍ର ଆତ୍ମା ପରମେଶ୍ୱର ପ୍ରଭୁ, ତୁମେ ଉଦ୍ଗାରିତ ହୁଅ ବୋଲି ପ୍ରାର୍ଥନା କରୁଛୁ ବାପା। ତୁମେ କଥା କହିବା ପରମେଶ୍ୱର, ଆମେ କିଛି ନୁହଁ ବାପା, ତୁମେ କଥା କହିବା ପରମେଶ୍ୱର। ତୁମରି ଦାସଙ୍କୁ ତୁମରି ପାଦ ତଳେ ସମର୍ପଣ କରୁଛୁ, ତୁମେ ଅଭିଷେକ ଦେଇ ବ୍ୟବହାର କରୁଛ ବାପା, ତେଣୁ ଧନ୍ୟବାଦ କରୁଛୁ। ଆଜି ମଧ୍ୟ ବ୍ୟବହାର କରିବାକୁ ଯାଉଛ ବୋଲି ଧନ୍ୟବାଦ କରୁଛୁ ବାପା। ସେ ନୁହଁ କିନ୍ତୁ ତୁମେ କଥା କହିବାକୁ ଯାଉଛ ବୋଲି ବିଶ୍ୱାସ କରି ତୁମର ଧନ୍ୟବାଦ କରୁଛୁ ପ୍ରଭୁ ବାପା। ଆମେ ଯେତେ ଜଣ ଶ୍ରୋତା ମଣ୍ଡଳୀ ସ୍ଥାନରେ ଉପସ୍ଥିତ ଅଛୁ, ଆମ ପ୍ରତ୍ୟେକଙ୍କୁ ତୁମେ ସ୍ଥିର ଚିତ୍ତ ଦିଅ ବୋଲି ପ୍ରାର୍ଥନା କରୁଛୁ ବାପା। ଯେତେ ଡିଭାଇସ ଗୁଡିକ ଜଡିତ ହୋଇଛି, ପ୍ରତ୍ୟେକ ଯେତେ ଜଣ ଆମେ ବସିଛୁ ବାପା, ଆମ ପ୍ରତ୍ୟେକଙ୍କୁ ତୁମେ ସଚେତନ କର ବୋଲି ପ୍ରାର୍ଥନା କରୁଛୁ। ପ୍ରାତଃ ସମୟର ବସିଛୁ ବାପା, ତେଣୁ ନିଦ୍ରାର ଆତ୍ମାଙ୍କୁ ମଧ୍ୟ ତୁମେ ଯୀଶୁ ନାମରେ ଦୂର କର। ତୁମରି ବାକ୍ୟକୁ ଯିବା ପୂର୍ବରୁ ଆମ ପ୍ରତ୍ୟେକଙ୍କୁ ତୁମେ ସଚେତନ କର ବୋଲି ପ୍ରାର୍ଥନା କରୁଛୁ। ତୁମେ ଦୟା କର, ସମସ୍ତ ଦୁର୍ବଳତା ବିଷୟ ଗୁଡିକ ତୁମେ ଯୀଶୁଙ୍କ ନାମରେ ଦୂର କର। ଯୋଉମାନେ ଏପର୍ଯ୍ୟନ୍ତ ମଧ୍ୟ ଜଡିତ ହେଇପାରି ନାହାନ୍ତି, ସେମାନଙ୍କ ହୃଦୟରେ ତୁମେ କାର୍ଯ୍ୟ କର, ସେମାନଙ୍କୁ ଉଠାଅ ବୋଲି ପ୍ରାର୍ଥନା କରୁଛୁ ବାପା। କାରଣ ଆଜିର ବାକ୍ୟ କାଲି ପାଇଁ ନଥିବ, ତେଣୁ ଆଜିର ବାକ୍ୟ ଯେପରି ଆମେ ଶୁଣିବାକୁ ପାରିବୁ, ସଚେତନ ପରିତୃପ୍ତ ହେବାକୁ ପାରିବୁ, ତୁମେ ସେଇ ପ୍ରକାର କରୁଣା କର। ବିଶେଷ କରି ହୋଷ୍ଟ ଆଜ୍ଞାଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ, ରିଏଲ ମିନିଷ୍ଟ୍ରିର ହୋଷ୍ଟ ଆଜ୍ଞାଙ୍କ ନିମନ୍ତେ। ତାଙ୍କ ଶରୀର ଅସୁସ୍ଥ ପ୍ରଭୁ ଆପା, ଜ୍ୱରରେ ପୀଡିତ ଅଛନ୍ତି, ତୁମରି ଅନୁଗ୍ରହର ହସ୍ତ ବଢାଅ। ତୁମରି ଦାସଙ୍କୁ ତୁମେ ସ୍ପର୍ଶ କର ପ୍ରଭୁ, ସମସ୍ତ ଜ୍ୱରର ଆତ୍ମାଙ୍କୁ ଯୀଶୁଙ୍କ ନାମରେ ତୁମେ ଦୂର କରିଦିଅ ଏବଂ ସୁସ୍ଥତା ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ ବାପା। ତୁମେ ଦୟା କର, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ କଢେଇ ଆଣୁଛ, ଧନ୍ୟବାଦ ପ୍ରଶଂସା କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଆସନ୍ତୁ ପ୍ରିୟ ମାନେ, ଆମେ ବାକ୍ୟ ମଧ୍ୟକୁ ଯିବା। ପ୍ରଭୁ ଅନୁଗ୍ରହ କଲେ ମୁଁ ସୁନ୍ଦର ମୁହୂର୍ତ୍ତ ମଧ୍ୟକୁ ଆମ ପ୍ରତ୍ୟେକଙ୍କୁ ଆଣିଛନ୍ତି। ଆଉ ମୁଁ ଏଇ ସମୟରେ ପ୍ରଭୁ ଯୀଶୁଙ୍କ ନାମରେ ଆମର ପିପିଲି ମଣ୍ଡଳୀର ପାଳକ ମହାଶୟ ମୋସାପାଣି ଆଜ୍ଞାଙ୍କୁ ନମସ୍କାର ଜଣାଏ ଏବଂ ଆମର ରିଏଲ ମିନିଷ୍ଟ୍ରିରେ ସେ ଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଏ, ହୃଦୟର କୃତଜ୍ଞତା ଜଣାଏ।
ଏବଂ ମୁଁ ପ୍ରତ୍ୟେକଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହେଁ ବାକ୍ୟ ଶୁଣିବାକୁ ଯିବା ପୂର୍ବରୁ ଆମେ ଯଦି ଭିଡିଓ ଅନ୍ କରିବା ତାହେଲେ ଆମେ ସମସ୍ତେ ପରସ୍ପରକୁ ମଧ୍ୟ ଦେଖା ସାକ୍ଷାତ କରିପାରିବା ଏବଂ ବାକ୍ୟକୁ ମଧ୍ୟ ଉତ୍ତମ ଭାବରେ ଆମେ ଗ୍ରହଣ କରିପାରିବା। ତ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ମଶାପାଣି ଆଜ୍ଞାଙ୍କୁ ଅନୁରୋଧ କରିବାକୁ ଚାହେଁ ସେ ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି। ମୁଁ ନମସ୍କାର ଦେଇ ଆଉ ଆହ୍ୱାନ କରିବାକୁ ଚାହେଁ ଆମ ପ୍ରତ୍ୟେକଙ୍କୁ ବାକ୍ୟ ମଧ୍ୟ ଦେଇ କଢେଇ ନେବେ। ଆମେ ପ୍ରଭୁଙ୍କ ଦାସଙ୍କୁ ପ୍ରତ୍ୟେକ ଉଚ୍ଚ କରତାଳ ଦେଇ ସ୍ୱାଗତ କରିବୁ। ଆଜ୍ଞା ନମସ୍କାର। ନମସ୍କାର। ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ସମସ୍ତଙ୍କୁ ପ୍ରେମ ନମସ୍କାର ଜଣାଉଛି। ପ୍ରଭୁ ଆମମାନଙ୍କୁ ପ୍ରେମ କରି ସୁଯୋଗଟି ଦେଲେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ, ପ୍ରଭୁଙ୍କର ସେବା, ପ୍ରଭୁଙ୍କର ଆରାଧନା କରିବା ପାଇଁ। ପ୍ରଭୁ ଆମମାନଙ୍କର ଜୀବନରେ ଏ ସୁଯୋଗଟି ଆଣିଦେଲେ। ମୁଁ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ପ୍ରଭୁ ଆମ ସମସ୍ତଙ୍କର ସହାୟ ହୁଅନ୍ତୁ, ସହବର୍ତ୍ତୀ ହୁଅନ୍ତୁ। ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଆମମାନଙ୍କ ପାଇଁ ଯୋଗ କରନ୍ତୁ ଆଉ ତାଙ୍କର ଅନୁଗ୍ରହରେ ବଞ୍ଚିବା ପାଇଁ କୃପା କରନ୍ତୁ। ଆଜି ଉପଦେଶ ସମ୍ପର୍କରେ, ଉପଦେଶ କି ପ୍ରକାର ଭାବରେ ଆମେ ପ୍ରସ୍ତୁତ କରିବା, ଗୋଟେ ପ୍ରସଙ୍ଗକୁ କି ପ୍ରକାର ପ୍ରସ୍ତୁତ କରିବା ଏବଂ ଲୋକଙ୍କ ପାଖକୁ ଯିବା, ବା ଯୋଉ ମଣ୍ଡଳୀ ପ୍ରଭୁ ଆମକୁ ଦେଇଛନ୍ତି, ବାଳକ ଭାବରେ ହଉ କିମ୍ବା ପ୍ରଚାରକ ଭାବରେ ହଉ କିମ୍ବା ଜଣେ ଦିକନ ଭାବରେ ହଉ, ଯେକୌଣସି ସମୟରେ ଯେତେବେଳେ ମଧ୍ୟ ଆମକୁ ପ୍ରଚାର ଦିଆଯାଏ ବା ପ୍ରଚାର ମିଳେ, ପ୍ରସଙ୍ଗ ଦିଆଯାଏ କହିବା ପାଇଁ, ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ପାଇଁ, ସେଇ ସମୟରେ ଆମେ କିପରି ଭାବରେ ନିଜକୁ ପ୍ରସ୍ତୁତ କରିବୁ ଆଉ ପ୍ରଚାର ଆମେ କେମିତି ପ୍ରସ୍ତୁତ କରିବୁ, ରେଡି କରିବୁ, এই ପ୍ରସଙ୍ଗ ଗୁଡିକ କି ପ୍ରକାର ଆମେ ତିଆରି କରିବୁ, ଗୋଟିଏ ପଦକୁ ନେଇକି ବା 10ଟି ପଦକୁ ନେଇକି ବା ଗୋଟେ ଅଧ୍ୟାୟକୁ ନେଇକି ଆମେ କେମିତି ପ୍ରସ୍ତୁତ କରିବୁ। ପ୍ରଥମ କଥା, ଯେତେବେଳେ ଆମେ ଗୋଟେ ପ୍ରସଙ୍ଗକୁ ନେଲୁ, ଏଟା ଗୋଟେ ଯେକୌଣସି ଗୋଟେ ପଦକୁ ନେଲୁ କିମ୍ବା ଆମକୁ ଗୋଟେ ପ୍ରସଙ୍ଗ ଦିଆଗଲା, ସେଇ ପ୍ରସଙ୍ଗକୁ ବା ସେଇ ପଦ ପର୍ବକୁ ଆମେ କି ପ୍ରକାର ଭାବରେ ପ୍ରସ୍ତୁତ କରିବୁ, ତା ପୂର୍ବରୁ ଆମେ ନିଜକୁ ପ୍ରଶ୍ନ ପଚାରିବାକୁ, ନିଜକୁ ଗୋଟେ ପ୍ରଶ୍ନ ପଚାରିବାର ଅଛି ଯେ ମୁଁ ଯୋଉ ପ୍ରସଙ୍ଗଟି ପ୍ରସ୍ତୁତ କରିଛି ବା ଯୋଉ ଉପଦେଶଟି ପ୍ରସ୍ତୁତ କରିଛି, ସେଇଟା ଆକର୍ଷଣୀୟ ହେବ କି? ଆକର୍ଷଣୀୟ ମାନେ ମୁଁ ଯୋଉ ପ୍ରସଙ୍ଗ ବର୍ତ୍ତମାନ ମତେ ଦିଆଯାଇଛି, ସେଇ ପ୍ରସଙ୍ଗ ମୁଁ ଯୋଉ ବର୍ତ୍ତମାନ ପ୍ରସ୍ତୁତ କରୁଛି ବା ପ୍ରସ୍ତୁତ କରି ସାରିଛି, ସେଇଟା ଆକର୍ଷଣୀୟ ହେବ କି? ବୋଲେ ଲୋକମାନଙ୍କୁ ଭଲ ଲାଗିବ କି? ସେଟା ଠିକ ହବ କି? ମୋର ପ୍ରଥମ ପ୍ରଶ୍ନ ଏହା ହେବା ଦରକାର। ଯଦି ମୋର ଏଇ ପ୍ରଶ୍ନ ନାହିଁ, ମୁଁ ଯଦି ଏଇ ପ୍ରଶ୍ନ ପଚାରୁ ନାହିଁ, ତାହେଲେ ହୁଏତ ମୋର ଉପଦେଶଟି ହୁଏତ ଭଲ ହେଇ ନପାରେ। ପ୍ରଥମ କଥା, ମତେ ନିଜକୁ ଏଇ କଥାକୁ ପଚାରିବାକୁ ପଡିବ, କହିବାକୁ ପଡିବ, ମୋର ଉପଦେଶଟି ଆକର୍ଷଣୀୟ ହେବ କି? ଠିକ ହେବ ତ? ଯଦି ପ୍ରଶ୍ନ ପଚାରିବି ନାହିଁ, ହୁଏତ ଠିକ ହେଇ ନପାରେ, ଆକର୍ଷଣୀୟ ହେଇ ନପାରେ। ମୋର ଏଇ ଦ୍ୱିତୀୟ ବିଷୟ, ମୋର ଏହି ଉପଦେଶ ସ୍ପଷ୍ଟ ରୂପେ ଲୋକମାନେ ବୁଝିପାରିବେ କି? ମୁଁ ଯୋଉ ପ୍ରଚାର କରିବି, ଲୋକମାନେ ଜାଣିପାରିବେ ତ, ଠିକରେ ବୁଝିପାରିବେ ତ? କାହିଁକି ନା ଅନେକ ସମୟରେ ଯେତେବେଳେ ଆମେ ପ୍ରଚାର କରୁ, ଲୋକମାନେ ପ୍ରଚାର କରନ୍ତି, ଅନେକ ଲୋକ ବୁଝିପାରନ୍ତି ନାହିଁ। କିଏ କଣ କହିଲା କେହି ବୁଝିପାରନ୍ତି ନାହିଁ।
ଯାହା ପ୍ରଚାର କରାଗଲା ଅନେକେ ଜାଣି ପାରନ୍ତି ନାହିଁ। ଆଉ ସେଥିପାଇଁ ଆମେ କହୁଛୁ ନା ଯିଏ ବି ପ୍ରଚାର କଲା ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ତାକୁ ପଚାରୁଛୁ ଆଜି କଣ ପ୍ରଚାର କରାଗଲା ବୁଝିଲୁ କି, ଆଜି କଣ ପ୍ରଚାର କରାଗଲା, ସେ କହିବ ହଁ ବୁଝିଲି ଜାଣିଛି, କଣ ପ୍ରଚାର କରାଗଲା କୁହ ତ, ନା ବଢିଆ ହେଲା। କଣ ବଢିଆ ହେଲା କୁହ, କିଛି ନାହିଁ, ତାକୁ ଜଣା ନାହିଁ, ଯେହେତୁ ସେ କିଛି ବୁଝି ନାହିଁ ସେଥିପାଇଁ ସେ କହିପାରେ ନାହିଁ। ଆମେ ତାକୁ ଥଟ୍ଟାକରେ କହିଦଉ ଗିର୍ଜାରେ ଥିଲା ବେଳେ ତୁ ଖାଲି ଶୁଣିଲୁ, ଗେଟ ରୁ ବାହାରିଲା ପରେ ଭୁଲିଗଲି ସବୁ, ଆମେ ଏମିତି କହିଥାଉ। ଗିର୍ଜାରେ ଥିଲା ବେଳେ ଜାଣିଲୁ, ଗେଟ ରୁ ବାହାରି ଗଲା ପରେ ସରିଗଲା। ତୋର ପାଖରେ ଯୋଉ ବାକ୍ୟଟି ପଡିଥିଲା, ବୀଜ ପଡିଥିଲା, ଚଢେଇ ନେଇଗଲା। ବାଟ ପାଖରେ ପଡିଥିବା ସେ ବୀଜ ସଦୃଶ୍ୟ ଆମେ ଏମିତି କହିଦଉ, କିନ୍ତୁ ପ୍ରକୃତରେ ସେ ବୁଝି ପାରିନି ଉପଦେଶକୁ, ସେ ସେ ପ୍ରସଙ୍ଗକୁ ସେ ବୁଝି ପାରିନାହିଁ। ତେବେ ମୋର ପ୍ରଶ୍ନ, ଏବଂ ଯେ ଆମେ ପ୍ରଚାର କରୁଛୁ ଆମର ପ୍ରଶ୍ନ ହେବା ଦରକାର, ମୋର ଏହି ଉପଦେଶ ଲୋକମାନେ ସ୍ପଷ୍ଟ ରୂପେ ବୁଝିପାରିବେ କି? ବୁଝିପାରିବେ ତ? ନିଜକୁ ପ୍ରଶ୍ନ ପଚାରିବାର ଅଛି। ତୃତୀୟ କଥା କଣ, ନା ମୋର ଏଇ ଯୋଉ ଉପଦେଶ ଶ୍ରୋତା ମାନେ ସବୁବେଳେ ମନେ ରଖିପାରିବେ କି? ଅନେକ ସମୟରେ ଶ୍ରୋତା ମାନେ ସବୁ ବିଷୟ ମନେ ରଖି ପାରନ୍ତି ନାହିଁ, ସବୁ ବିଷୟ ସେମାନେ ଜାଣି ପାରନ୍ତି ନାହିଁ, କିନ୍ତୁ କିଛି ବିଷୟ ସେମାନଙ୍କର ମନେ ରୁହେ। କଣ ସେ କିଛି ବିଷୟ? ଯୋଉଟା କି ପ୍ରେମ। ପ୍ରେମ ବୋଲି କହିଲେ ଆଉଟଲାଇନ, ଯାହାକି ଭାଗ ବିଭାଗ ବିଷୟଟି, 1 ନମ୍ବର ବିଷୟଟି, 2 ନମ୍ବର ବିଷୟଟି, 3 ନମ୍ବର ବିଷୟଟି କମ ସେ କମ ମନେ ରଖିବା ଦରକାର। ତାହେଲେ ପରବର୍ତ୍ତୀ ସମୟ ଯଦି ସେ ମନେ ପକେଇବ, ତାହେଲେ ଓ ଏଇ ବିଷୟଟି ତାକୁ ମନେ ଆସିପାରିବ। ମୁଁ ଖାଲି ପ୍ରଚାର କରିବି ଚାଲିବି, ପ୍ରଚାର କରି ଚାଲିବି, କୌଣସି ବିଷୟ ସେଥିରେ ନଥିବ, କୌଣସି ମଞ୍ଜି ନଥିବ। ଯଦି ମଞ୍ଜି ନାହିଁ, ଗଛ ହେବ କୋଉଠୁ? ଏଣୁ ଶ୍ରୋତା ମାନେ କେମିତି ମନେ ରଖିପାରିବେ ସବୁ? ଯୋଉମାନେ ଶୁଣୁଛନ୍ତି ବାକ୍ୟ, କେମିତି ହେଲା? ବଢିଆ ହେଲା। କଣ ବଢିଆ ହେଲା? ନାଇଁ କିଛି ନାହିଁ, ଜଣା ନାହିଁ, ସେଥିପାଇଁ ସେମାନେ ମନେ ରଖି ପାରନ୍ତି ନାହିଁ। ତ ମୋର ନିଜକୁ ନିଜେ ପ୍ରଶ୍ନ କଣ ରହିବ, ମୋର ଏଇ ଉପଦେଶ ଶ୍ରୋତା ମାନେ ସବୁବେଳେ ମନେ ରଖିପାରିବେ କି? ନିଜକୁ ପ୍ରଶ୍ନ ପଚାରିବାର ଅଛି। ଯଦି ପ୍ରଶ୍ନ ନାହିଁ, ତାହେଲେ ହୁଏତ ମୋର ଏ ଉପଦେଶକୁ ଲୋକମାନେ ମନେ ରଖିବେ ନାହିଁ, ଗୋଟେ ପଏଣ୍ଟ ବି ମନେ ରଖିପାରିବେ ନାହିଁ। ମୋର ଯେ ଉପଦେଶ ଶ୍ରୋତା ମାନଙ୍କର ଦୈନନ୍ଦିନ ଜୀବନରେ ବା ବ୍ୟବହାରିକ ଜୀବନରେ ସାହାଯ୍ୟ କରିବ କି? ମୁଁ ଯୋଉ ପ୍ରଚାର କରୁଛି, ବର୍ତ୍ତମାନ ପ୍ରଚାର କରିବା ପାଇଁ ରେଡି ହଉଛି, ପ୍ରସ୍ତୁତ କଲି, ଯୋହନରୁ କି ପ୍ରେରିତରୁ କି ଗୀତ ସଙ୍ଗୀତରୁ, ଯାହାବି ମୁଁ ଯୋଉ ପ୍ରସ୍ତୁତ କରୁଛି ବା କରିଛି, ପ୍ରଚାର କରିବି, ମୋର ଏଇ ଉପଦେଶ ଶ୍ରୋତା ମାନଙ୍କର ଦୈନନ୍ଦିନ ଜୀବନରେ ସାହାଯ୍ୟ କରିବ କି? ନା ଖାଲି ଗୋଟେ ପ୍ରଚାର ଦେଇଛନ୍ତି ବୋଲି ପ୍ରଚାର କଲି, ସରିଗଲା, କିନ୍ତୁ ସେମାନଙ୍କର ଜୀବନରେ ତାକୁ ବ୍ୟବହାର କରିପାରିବେ ନାହିଁ, ସେମାନଙ୍କ ଜୀବନରେ ଏଇ ବାକ୍ୟକୁ ସାହାଯ୍ୟ କରିପାରିବ ନାହିଁ, ତାହେଲେ କିଛି ଲାଭ ନାହିଁ। ଖାଲି ଗୋଟେ ପ୍ରଚାର ଦେଇଛନ୍ତି, ପ୍ରଚାର କରିବି, ବାସ୍ ସରିଲା। ଏମିତି ହିଁ ଦେଖା ଦଉଛି ବର୍ତ୍ତମାନ ସମୟ ଗୁଡିକରେ, ଏହା ହିଁ ହଉଛି। ଯାହା ପ୍ରଚାର କରାଗଲା, ତଦନୁଯାୟୀ ସେଇ ପ୍ରଚାର ଲୋକମାନଙ୍କୁ ସାହାଯ୍ୟ କରିବାର ବିଷୟ ଦେଖାଯାଉ ନାହିଁ। ଏହା ହଉଛି ଦୁଃଖର କଥା। କାହିଁକି ତାହା ସାହାଯ୍ୟ କରୁନାହିଁ ସେ ଉପଦେଶ ଗୁଡିକ, ପ୍ରସଙ୍ଗ ଗୁଡିକ? ତାର କାରଣ ଅଛି, ପରେ ଆମେ ତାକୁ ଆଲୋଚନା କରିବା। ପଞ୍ଚମ ବିଷୟ, ପଞ୍ଚମଟି କଣ, ନା ମୋର ଯୋଉ ଉପଦେଶ ସାମୂହିକ ଭାବରେ ମଣ୍ଡଳୀର ନିଷ୍ଠା ଜନ୍ମେଇ ପାରିବ କି? ବା ଯୋଉମାନେ ଶୁଣୁଛନ୍ତି, ଲୋକମାନେ ଯୋଉ ଶୁଣୁଛନ୍ତି, ସମସ୍ତଙ୍କ ପାଇଁ ନିଷ୍ଠା ଜନ୍ମେଇ ପାରିବ କି? ନା ଖାଲି ଗୋଟେ ପ୍ରଚାର ଦିଆହେଇଛି, ଖାଲି କହିଦେବି, ପାଟି କରି କହିଦେବି, ବା ଯାହା ବି କହିଦେବି,
ଲୋକମାନେ ଶୁଣିବେ ସରିଲା ସେତିକି ନା, ନିଷ୍ଠା ଜନ୍ମେଇବ, ସେମାନଙ୍କର ପାଇଁ କାର୍ଯ୍ୟରେ ଆସିବ, ସେମାନଙ୍କ ପାଇଁ ସାହାଯ୍ୟ କରିବ। 6 ନମ୍ବର ପ୍ରଶ୍ନ, 6 ନମ୍ବର ପ୍ରଶ୍ନଟି କଣ ନା, ମୋର ଏହି ଯୋଉ ଉପଦେଶ ଦ୍ଵାରା ଈଶ୍ୱରଙ୍କର ଗୌରବ ଓ ମହିମା ହୋଇପାରିବ କି? ଯୋଉ ପ୍ରଚାର କରିବି, ଯୋଉ ପ୍ରଚାରଟି ମତେ ଦିଆଯାଇଛି, ପ୍ରସଙ୍ଗ ଦିଆଯାଇଛି, ପ୍ରଚାର କରିବି, ଏଇ ଉପଦେଶଟି ବା ପ୍ରସଙ୍ଗଟି ଈଶ୍ୱରଙ୍କର ଗୌରବ ନା ମୋର ଗୌରବ? ଅନେକ ସମୟରେ ଯେତେବେଳେ ପ୍ରଚାର କରନ୍ତି, ହଁ ଏଇଟା ହଉଛି ରହସ୍ୟ ବିଷୟ, ଏଇଟା ହଉଛି ମୁଖ୍ୟ ବିଷୟ, କିଏ ଜାଣିନାହାନ୍ତି ମୁଁ ଜାଣିଛି ବୋଲି ଏମିତି କହିବା ବେଳେ ସେଟା ଈଶ୍ୱରଙ୍କର ଗୌରବ ହୁଏ ନାହିଁ, ସେଟା ନିଜ ଉପରକୁ ଚାଲେ। ମୁଁ ବେଶୀ ଜାଣିଛି, ତାର ଅର୍ଥ ହଉଛି ମୁଁ ବେଶୀ ଜାଣିଛି, ତାମାନେ ନିଜ ପାଖକୁ ପଳେଇଲା ସେଇ ଗୌରବ, ନିଜ ପାଖକୁ ପଳେଇଲା ସେ ମହିମା। ଈଶ୍ୱର ଆଉ ଗୌରବାନ୍ୱିତ ହେଇପାରିଲେ ନାହିଁ, ଈଶ୍ୱର ପ୍ରଶଂସିତ ହେଇପାରିଲେ ନାହିଁ, ଈଶ୍ୱର ମହିମା ପାଇପାରିଲେ ନାହିଁ, ନିଜ ଆଡକୁ ଚାଲିବ। ମୋର ଉପଦେଶ ଦ୍ଵାରା ମୁଁ ଯେତେବେଳେ ପ୍ରଚାର କରୁଛି, ମୋର ପ୍ରଚାର ଦ୍ଵାରା, ମୋର ଉପଦେଶ ଦ୍ଵାରା ଈଶ୍ୱରଙ୍କର ଗୌରବ ହେବାର ଅଛି। ଯଦି ଈଶ୍ୱର ପ୍ରଚାର ଦ୍ଵାରା ଈଶ୍ୱରଙ୍କର ଗୌରବ ହେଇପାରୁନାହିଁ, ତାହେଲେ କିଛି ଲାଭ ନାହିଁ ସେ ପ୍ରଚାର। 7ମ ବିଷୟ, 7 ନମ୍ବର ବିଷୟଟି କଣ ନା, ମୋର ଯେ ଉପଦେଶ ଶାସ୍ତ୍ର ଅନୁସାରେ ପ୍ରସ୍ତୁତ ହୋଇଛି କି, କିମ୍ବା এই ଉପଦେଶ ଶାସ୍ତ୍ରାନୁମୋଦିତ କି? ଯୋଉ ପ୍ରଚାରଟି ମୁଁ କରୁଛି ଶାସ୍ତ୍ର ଆକୁ ସମର୍ଥନ କରୁଛି କି, ନା ମନ ଇଚ୍ଛା ପ୍ରଚାର କରୁଛି, ଯାହା ମତେ ଇଚ୍ଛା ତାହା ପ୍ରଚାର କରୁଛି, ଶାସ୍ତ୍ର ଅନୁମୋଦନ କରୁନାହିଁ, ମୋର ଇଚ୍ଛା ଅନୁସାରେ ମୁଁ କରୁଛି, ଶାସ୍ତ୍ରାନୁମୋଦିତ କି? ଯଦି ଶାସ୍ତ୍ର ଅନୁସାରେ ପ୍ରଚାର କରାଯାଉନାହିଁ ବା ପ୍ରସ୍ତୁତ ହେଇନାହିଁ, ତାହେଲେ ସେ ଉପଦେଶ କିଛି ଲାଭ ନାହିଁ, କୌଣସି କାମ କରିବ ନାହିଁ, କୌଣସି ମଞ୍ଜି ପଡିବ ନାହିଁ, ଗଛ ହେବାର ଚାନ୍ସ ହିଁ ନାହିଁ। ପୋଲା ପୋଲା ଗୁଡାକ ଯଦି ପଡିବ, ସେଗୁଡାକ କିଛି ନାହିଁ, ଯୋଉଠି ମଞ୍ଜି ନାହିଁ କିଛି ଗଛ ହେଇପାରିବ ନାହିଁ, ତିଆରି ହେଇପାରିବ ନାହିଁ। ତେବେ ବିଭିନ୍ନ ପ୍ରକାର ଉପଦେଶ ଗୁଡିକ ଅଛି, ଉପଦେଶ ଗୁଡିକ ବିଭିନ୍ନ ପ୍ରକାର। କଣ କଣ ସେଇଟା ନା, ତାହା ହଉଛି ବ୍ୟାଖ୍ୟାମୂଳକ ଉପଦେଶ, ଏକ୍ସପୋଜିଟରୀ ମେସେଜ, ଏକ୍ସପୋଜିଟରୀ। ସେଇ ପ୍ରସଙ୍ଗ ହଉଛି ସବୁଠାରୁ ବଢିଆ ପ୍ରସଙ୍ଗ, ଆଉ ତାକୁ ଆମକୁ ନିହାତି ଜାଣିବା ଦରକାର। ଏକ୍ସପୋଜିଟରୀ ମେସେଜ, ଯଦି ଏ ବ୍ୟାଖ୍ୟାମୂଳକ ପ୍ରଚାର ହିଁ ସବୁଠାରୁ ଉତ୍କୃଷ୍ଟତର, ବ୍ୟାଖ୍ୟାମୂଳକ ପ୍ରସଙ୍ଗ ହିଁ ସବୁଠାରୁ ସୁନ୍ଦର ବା ଜାଣି ହେବା ବିଷୟ, ବା କେମିତି ଆମେ ଯାହା ମତେ ଦିଆଯାଇଛି, ପ୍ରଚାର ଦିଆଯାଇଛି। ଅନେକ ସମୟରେ କଣ ହଉଛି ନା, ଗୋଟେ ଏକ୍ସାମ୍ପଲ କହୁଛି, ଏକ୍ସାମ୍ପଲ ଟି କଣ ନା, ଉଦାହରଣ ସ୍ୱରୂପ ହଉଛି ପ୍ରଥମ ପିତର ତାର 5 ଅଧ୍ୟାୟ 7 ପଦ ମତେ ଦିଆଯାଇଛି ପ୍ରଚାର। ଆଉ ଆଜ୍ଞା, ପ୍ରଥମ ପିତର 5 ଅଧ୍ୟାୟ 7 ପଦ, ଆପଣ ଏଇ ପଦ ଉପରେ ପ୍ରଚାର କରନ୍ତୁ। ତୁମ୍ଭମାନଙ୍କର ସମସ୍ତର ଭାର ତାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଏହା ହଉଛି ତାର ପ୍ରସଙ୍ଗ, ଆପଣ ପ୍ରଚାର କରନ୍ତୁ। ଯଦି ମତେ ଏଇ ପ୍ରଚାରଟି ଦିଆଗଲା, ତାହେଲେ ମୁଁ କି ପ୍ରକାର ଭାବରେ ପ୍ରଚାର କରିପାରିବି, ବ୍ୟାଖ୍ୟାମୂଳକ ଏକ୍ସପୋଜିଟରୀ ମେସେଜ କେମିତି ମୁଁ ପ୍ରସ୍ତୁତ କରିପାରିବି। ଏଇଠି ଲେଖା ହେଇଛି, ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ। ସମସ୍ତ ଚିନ୍ତାର ଭାର ମାନେ କଣ ନା, ସେ ଅବ୍ରାହମ ଚିନ୍ତା କଲା, ଯାକୁବ ଚିନ୍ତା କଲା, ହାନ୍ନା ଚିନ୍ତା କଲା, ସାରା ଚିନ୍ତା କଲା, ଏହା କି ଚିନ୍ତା ଯେହେତୁ ସେଠି ଗୋଟେ ଅଛି, ସେ ଚିନ୍ତା କଲା, ସେ ଚିନ୍ତା କଲା, ସେ ଚିନ୍ତା କଲା, ସେ ଚିନ୍ତା କଲା,
ଅଙ୍କରେ ପଦରେ ଲେଖା ହେଇଛି ଚିନ୍ତା, ସମକ ପଦରେ ଚିନ୍ତା ଲେଖା ହେଇଛି। ଏୟା କି? ନା, ତାହା ନୁହେଁ। ଏ ଭିତର ଏଇ ପଦ ମାଧ୍ୟମରେ କଣ କହିବା ପାଇଁ ଚାହୁଁଛି? ଏଇ ଯୋଉ ପଦଟି ସେ ଲେଖିଛନ୍ତି, ତୁମ୍ଭମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଏଟା କଣ ପାଇଁ ଲେଖା ହେଇଛି? କୋଉ ସମୟରେ ଲେଖା ହେଇଛି? କୋଉ ପରିପ୍ରେକ୍ଷୀରେ ଲେଖା ହେଇଛି? କାହିଁକି ଲେଖା ହେଇଛି? କାହା ପାଖକୁ ଲେଖା ହେଇଛି? ଏଇଟା ଅବ୍ରାହମ ପାଖକୁ ଲେଖା ହେଇନି, କି ଏଇଟା ସାରା ପାଖକୁ ଲେଖା ହେଇନି, କି ଏଇଟା ଦାଉଦ ପାଖକୁ ଲେଖା ହେଇନି ଯେ ସେମାନେ ଚିନ୍ତା କଲେ ଯେ ସେମାନେ ପ୍ରଭୁଙ୍କ ଉପରେ ଭାର ପକେଇଲେ, ଆଉ ପ୍ରଭୁ ସେମାନଙ୍କର ଭାର ବହନ କଲେ, ସେମାନଙ୍କୁ ଚିନ୍ତାରୁ ମୁକ୍ତ କଲେ। ତାହା ନୁହେଁ। ଏଇ ଏଇ ପଦ କାହା ପାଇଁ ଲେଖା ହେଇଛି, କୋଉ ଉଦ୍ଦେଶ୍ୟରେ ଲେଖା ହେଇଛି, କି ପ୍ରକାର କୋଉ ସମୟରେ ଲେଖା ହେଇଛି, ସେ ଅନୁସାରେ ଆମର ଜୀବନର କଥାକୁ ସେଇଠି ଆମେ ଉପସ୍ଥାପନ କରିବୁ। ଯୋଉ ସମୟରେ ଆମର ଜୀବନରେ କଣ ଆମେ ପ୍ରୟୋଗ କରିବୁ। ଯେତିକି ଚିନ୍ତା ଲେଖା ହେଇଛି ବାଇବଲରେ, ସବୁ ଚିନ୍ତା ଯାକ ଆଣିକିରି ପୁରେଇବାଟା ପ୍ରସଙ୍ଗ ନୁହେଁ। ମୋ କଥା ଶୁଣି ପାରୁଛନ୍ତି କି? ହୁଁ। ମୋ କଥା ବୁଝିପାରୁଛନ୍ତି ନା ନାଇଁ? ମୁଁ କେମିତି ଜାଣିପାରିବି? ହଁ, ଜଣେ କହିଲେ ହଁ ବୋଲି। ଯେହେତୁ ବହୁତ ଧନ୍ୟବାଦ। ଶୁଭୁଛି ଶୁଭୁଛି ଆଜ୍ଞା, ବୁଝି ହଉଛି। ଯେତିକି ଚିନ୍ତା ଅଛି ସେ ସବୁ ଚିନ୍ତାକୁ ଏଇଠି ଲେଖା ହେଇଛି ଚିନ୍ତା, ସେଇଠି ଲେଖା ହେଇଛି ଚିନ୍ତା କଲେ ସେଇଟା ହୁଏ ନାହିଁ, ସେମିତି ନୁହେଁ। ଏଇ ବିଷୟରେ ଟିକେ ପ୍ରଚାର ଶିକ୍ଷା ମିଳିଲେ ଭଲ ହୁଅନ୍ତା ଆଜ୍ଞା। ଆଜ୍ଞା। ଏଇ ଚିନ୍ତା ବିଷୟରେ ଟିକେ ଶିକ୍ଷା ମିଳିଲେ ଭଲ ହୁଅନ୍ତା ପୁରା। ହଁ, ନିଶ୍ଚୟ 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 କୁହାହବ। ବ୍ୟାଖ୍ୟା ମୂଳକ ପ୍ରସଙ୍ଗ କେମିତି ପ୍ରଚାର କରାଯିବ, ଚିନ୍ତା କେମିତି ପ୍ରଥମ ପିତର 5:7 କେମିତି ପ୍ରଚାର କରାଯିବ, ମୁଁ କହିବି, ନିଶ୍ଚୟ କହିବି। ଆଜି ସରିଯାଉନି। ମୁଁ ସେଥିପାଇଁ ଅନୁରୋଧ କଲି ଯେ ଯୋଉ ପ୍ରଚାର ବା ବାଇବଲ ଷ୍ଟଡି ଆମେ କରୁଥିଲୁ, ପ୍ରକାଶିତ ବାକ୍ୟ ଉପରେ, ତାକୁ ଟିକେ ବ୍ରେକ୍ କରିକି ଆକୁ ମୁଁ ନିଶ୍ଚୟ କହିବା ଟିକେ ଚାହିଁଲି, କାହିଁକିନା ଦରକାର ଟିକେ ଜାଣିବାର ଅଛି। ଦ୍ଵିତୀୟଟି ହେଉଛି ପ୍ରାସଙ୍ଗିକ ଉପଦେଶ। ଗୋଟେ ପ୍ରସଙ୍ଗ ଦିଆଯିବ, ପରିତ୍ରାଣ କି ଚିନ୍ତା କି ଯାହାବି, ଆନନ୍ଦ, ଶାନ୍ତି, ଯାହାବି ଗୋଟେ ପ୍ରସଙ୍ଗ ଦିଆଯିବ, ସେଇ ପ୍ରସଙ୍ଗ ଉପରେ ପ୍ରଚାର କରିବା। ତୃତୀୟଟି ହେଉଛି ପଦମୂଳକ, ଯାହାକୁ କି ଟେକ୍ସଚୁଆଲ ବୋଲିକିରି କୁହାଯାଏ। ପଦ ପଦ ସହିତ ତାକୁ ଧରିକିରି ଚାଲିବା ଆଗକୁ, ପଦମୂଳକ ଉପଦେଶ। ଏବଂ ଚତୁର୍ଥ ହେଉଛି ଐତିହାସିକ ଉପଦେଶ, ହିଷ୍ଟୋରିକାଲ। ଅନେକ ହିଷ୍ଟ୍ରି ଗୁଡିକ ବାଇବଲରେ ଅଛି। ମୂଷାଙ୍କର ଇତିହାସ ଏବଂ ଅବ୍ରାହାମଙ୍କର ଇତିହାସ, ଇସ୍ରାଏଲ ଲୋକମାନଙ୍କର ଇତିହାସ, ରାଜା ମାନଙ୍କର ଇତିହାସ, ଅନେକ ଇତିହାସ ଗୁଡିକ ଅଛି। ସେଇ ଇତିହାସ ଗୁଡିକ ବିଷୟରେ ପ୍ରଚାର କରିବା, ଐତିହାସିକ ଉପଦେଶ। ଏବଂ ପଞ୍ଚମ ବିଷୟ, ଜୀବନୀ ମୂଳକ ଉପଦେଶ, ଜଣଙ୍କ ଉପରେ, କେବଳ ପିତରଙ୍କର ବିଷୟରେ। ଅନେକ ସମୟରେ କଣ ହଉଛି ନା, ମନେକର ଗୋଟେ ପଦ ଦିଆଗଲା, ସେଇଠି ଆ ପିତରଙ୍କର କଥା ଅଛି, ପିତର କଥା ସରିଲା, ହଉ ହେଲା, ତାପରେ ଯିବ ଆଇବ ପାଖକୁ, ଆଇବଟା ସରିଲା, ତାପରେ ଯିବ ଦାଉଦ ପାଖକୁ, ତାର ସରିଗଲା, ତାପରେ ଯାଇକି ସାରା ପାଖରେ ପହଞ୍ଚି ଗଲାଣି। ଯେତେ ସବୁ ଅଛି, ସବୁକୁ ନ ସାରିଲେ ତାପରିକା ଗୋଟେ ଦେଖାଯାଉଥିବା ବିଷୟଟି ଖଞ୍ଜି ଖଞ୍ଜି ଖଞ୍ଜିକି ସରିଗଲା, କିନ୍ତୁ ପିତରଙ୍କର କଥା କିଛି ଜଣା ପଡିଲା ନାହିଁ। ପିତର କଣ ହେଲା, କଣ ନାହିଁ, କିଛି ଜଣା ପଡିଲା। ତାପରେ ଜଣା ପଡୁଥିବା ବିଷୟ ଗୁଡିକ ଖଞ୍ଜି ଖଞ୍ଜି ଖଞ୍ଜିକି ବାକ୍ୟ ଶେଷ ହେଇଯିବ, କିନ୍ତୁ ମୁଖ୍ୟ ବିଷୟଟା ସରିବନି, ଜଣା ପଡିବନି। ଏକ୍ସାମ୍ପଲ ହଉଛି ଗାଈର କାହାଣୀ ଲେଖ। ଯୋଉ ମାଟ୍ରିକ ପରୀକ୍ଷାରେ
ପଢିବ ଯେ ଗାଈର ବିଷୟରେ ଲେଖ ରଚନା। ଆମେ ଲେଖିବା କଣ ନା ଗାଈ ଗୋଟେ ଗୃହପାଳିତ ପଶୁ, ସେଇ କଳା ରଙ୍ଗର ଧଳା ରଙ୍ଗର ଏମିତି ରଙ୍ଗର ଥାଏ, ଆଉ ତାର ଏମିତି ହୁଏ ସେମିତି ହୁଏ, 4ଟା ଗୋଡ ଅଛି, ନାକ ଅଛି, ପାଟି ଅଛି, କାନ ଅଛି। ଯଦି ଏତିକି ଲେଖାଯାଏ ତାକୁ କମ ସେ କମ 2 ମାର୍କ ମିଳିଯିବ କିମ୍ବା 3 ମାର୍କ ମିଳିଯିବ। କିନ୍ତୁ ଯଦି ଆମେ ଲେଖିବା ଗୁମାରେ ଅଛି ଗାଈ, ଆଶ୍ରୟଗଡରେ ଗାଈ ଅଛି, ପୁଲୁସିଂରେ ବି ଗାଈ ଅଛି, ଗୁଣପୁରରେ ବଢିଆ ଗାଈ, ଆଉ ତେଣିକି ରାୟଗଡାରେ ଆଉ ବଢିଆ ସୁନ୍ଦର ଗାଈ ଅଛି ବୋଲି ଯଦି ଲେଖିବୁ, ମାଷ୍ଟର ଦେଖିବ ହସିବ ଟିକେ ଭଲ କରି। ରାଗି ମାଷ୍ଟର ଯଦି ଦେଇଥିବ ଗାରେଇ ଦବ ଆଗରୁ। ଟିକେ ଭଲ ମାଷ୍ଟର ଦେଖିବ ହସିବ ଟିକେ, କଣ ଆଉ କରିବା ପିଲାକୁ କହିକି 1 ଦେଇଦବ। ମାଟ୍ରିକ ପରୀକ୍ଷା ତ ଯେହେତୁ କଣ କରିବା, ନହେଲେ 0। ତାପରେ ଗାଈ କଥା ଲେଖୁ ଲେଖୁ କୁମ୍ଭୀର ଆସିଲା, ପାଣିରେ ପଶିଲା, କିଛି ଆବଶ୍ୟକତା ନାହିଁ। ତାପରେ କୁକୁର ଭୁକିଲା, ନା କିଛି ଆବଶ୍ୟକ ନାହିଁ। ଗୋଟିଏ ବିଷୟ କହିବା ସମୟରେ ଆଉ ଗୋଟେ ତାକୁ ତାପରେ ଦେଖାଯାଉଥିବା ବିଷୟ କିଛି ଆବଶ୍ୟକତା ନାହିଁ। ଯାହାକି ଦେଖାଯାଉଛି ସେମିତି ହେବାର ବିଷୟ ଦେଖାଯାଉଛି। ଜୀବନୀ ମୂଳକ ସବୁ ଜାଗାରେ ସେଇ ପ୍ରକାର, ସବୁ ପ୍ରସଙ୍ଗରେ ସେଇ ପ୍ରକାର। ଅନ୍ୟ ବିଷୟ ଆବଶ୍ୟକତା ନାହିଁ। ଯେଉଁ ବିଷୟ ଦିଆଯାଇଛି ତା ଉପରେ ଆମକୁ ଫୋକସ କରିବାକୁ ପଡିବ। ଧାରାବାହିକ ଉପଦେଶ, ସିରିଏଲ, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ବିଷୟକୁ ଧାରାବାହିକ ଭାବରେ ଆମକୁ ପ୍ରଚାର କରିବାକୁ ପଡିବ, ଯାହାକୁ କି ସିରିଏଲ ବୋଲିକିରି କୁହାଯାଉଛି, ଧାରାବାହିକ। ସେ ପ୍ରସଙ୍ଗ ସରିବ ନାହିଁ, ଚାଲିଥିବ ଚାଲିଥିବ। ଏକ୍ସାମ୍ପଲ ହଉଛି ଯୀଶୁଙ୍କର କ୍ରୁଶ ଉପରେ 7ଟି ବାଣୀ, ଧାରାବାହିକ, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ। ଗୋଟେ ସପ୍ତାହରେ 1 ବାଣୀ, ଦ୍ୱିତୀୟ ବାଣୀ ଆଉ ଗୋଟେ ସପ୍ତାହ, ତୃତୀୟ ବାଣୀ ଆଉ ଗୋଟେ ସପ୍ତାହ, ଧାରାବାହିକ। ଆଉ ଗୋଟେ ଏକ୍ସାମ୍ପଲ ହଉଛି ଯୀଶୁଙ୍କର ଯୌନ ଲିପ୍ତ ସୁସମାଚାରରେ ଯୋଉ ମୁଁ 7ଟି ଶବ୍ଦ କହିଛନ୍ତି, 7ଟି କଥା କହିଛନ୍ତି, ମୁଁ ପଥ, ମୁଁ ଜୀବନ, ମୁଁ ହଉଛି ଦ୍ରାକ୍ଷାଲତା, ଇତ୍ୟାଦି ଇତ୍ୟାଦି ଯୋଉ କହିଛନ୍ତି, ସେ ବିଷୟରେ ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ଧାରାବାହିକ। ଏବଂ ମାଥ୍ୟୁ 5ରେ ଯୋଉ କଥା ଗୁଡିକ ଅଛି, ଅର୍ଥାତ୍ ଯୀଶୁଙ୍କର ପାର୍ବତ୍ୟ ଉପଦେଶ, ଶାନ୍ତିକାରକ ଲୋକେ ଇତ୍ୟାଦି ଇତ୍ୟାଦି ଯୋଉ ଗୁଡାକ ଅଛି, ତାହା ଗୋଟିଏ ପରେ ଗୋଟିଏ, ଗୋଟିଏ ସପ୍ତାହରେ ଗୋଟିଏ, ଗୋଟେ ସପ୍ତାହରେ ଗୋଟିଏ କିମ୍ବା ଗୋଟେ ମାସରେ ଗୋଟିଏ, ତାକୁ ଗୋଟିଏ 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 ସବୁ ବୁଝେଇବା, ତା ହଉଛି ଧାରାବାହିକ। କିମ୍ବା 7ଟି ମଣ୍ଡଳୀର କଥା, ଏଫିସି, ସ୍ମର୍ଣ୍ଣା, ପର୍ଗମ, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ, ତାକୁ ଧାରାବାହିକ ଉପଦେଶ ବୋଲିକିରି କୁହାଯାଏ। ଏଇ ସପ୍ତାହରେ ଗୋଟେ, ଆଉ ଗୋଟେ ସପ୍ତାହରେ ଆଉ ଗୋଟେ, ଆଉ ଗୋଟେ ସପ୍ତାହରେ ଆଉ ଗୋଟେ, କଣ୍ଟିନ୍ୟୁ ଚାଲିଥିବ, ସରିବ ନାହିଁ 7ଟା କମ୍ପ୍ଲିଟ ହେବା ପର୍ଯ୍ୟନ୍ତ। ଧାରାବାହିକ, ସିରିଏଲ। ରୂପକ ଉପଦେଶ, ଏଇ ଯୋଉ ରୂପକ ଉପଦେଶ ସମୟରେ ଟିକେ ଅସୁବିଧା ଏଇଠି ପରିଲକ୍ଷିତ ହୁଏ। ଏଣୁ ମୁଁ କହିବି ନାହିଁ ଏଇ ରୂପକ ଉପଦେଶ ପ୍ରଚାର କରିବା ପାଇଁ, କାହିଁକି ତାର ଆମେ ପରବର୍ତ୍ତୀ ସମୟରେ ତାକୁ ଆଲୋଚନା କରିବା। ରୂପକ ଉପଦେଶ କହିବା ସମୟରେ ଅନେକ ଲୋକ ଝୁଣ୍ଟି ପଡନ୍ତି, ଅନେକ ଲୋକ ଜାଣି ପାରନ୍ତି ନାହିଁ, ଆଉ ମନ ଇଚ୍ଛା ହେଇଯାଏ, ଯୋଉଟା କି ଜଣା ପଡେ ନାହିଁ। ଏବଂ ନେକ୍ସଟ ହଉଛି ଶାସ୍ତ୍ର ଅଧ୍ୟୟନ ଉପଦେଶ, ଅର୍ଥାତ୍ ବାଇବଲ ଷ୍ଟଡି। ବାଇବଲ ଷ୍ଟଡି କହିକିରି ପ୍ରଚାର କରି ପକାନ୍ତି। ବାଇବଲ ଷ୍ଟଡି କହିଲେ ଗୋଟେ ପଦ ପରେ ଆଉ ଗୋଟେ ପଦ, ଆଉ ଗୋଟେ ପଦ ପରେ ଆଉ ଗୋଟେ ପଦ, ତାର ଭିତରେ କଣ ଅଛି, ଆକ୍ଚୁଆଲି ତାହା କଣ ପାଇଁ ଲେଖାଯାଇଛି, କେତେବେଳେ ଲେଖାଗଲା, କାହିଁକି ଲେଖାଗଲା, କେଉଁ ଉଦ୍ଦେଶ୍ୟରେ ଲେଖାଗଲା, ସମସ୍ତ ବିଷୟ ଖୋଳି ତାଡି ବାହାର କରି କହିବା ହଉଛି ଶାସ୍ତ୍ର ଅଧ୍ୟୟନ। ଏବଂ ନେକ୍ସଟ ହଉଛି ଧର୍ମଶାସ୍ତ୍ର ପୁସ୍ତକ ପରେ ପୁସ୍ତକ।
गोटे पुस्तक सरला आदि पुस्तक तापर प्रकाशित तापर लेवी एमती ए प्रकार आदि यात्रा लेवी गणना द्वितीय विवरण ए प्रकार भाव में जीवा आ माथ्यू मार्क लुक जौन ए प्रकार भाव में जीवा गोटे पर गोटे ए प्रकार प्रचार करवा एवं प्रवाद वाक्य उपदेश कहले जदि वाक्य से अच्छी किंतु गोटे भिन्न भाव में ताकू स्टार्ट करवा एवं वाक्य को प्रचार करवा अंटीर छुरी तंटी काटे आज प्रसंग हूँ अंटीर छुरी तंटी काटे कहीकि आरंभ करवा से वाक्य बाहर करा प्रचार करा किंबा लुण खाए हांडी चिंता खाए गंडी कहीकि उपदेश को आरंभ करा प्रसंग आरंभ करा प्रवाद वाक्य उपदेश ए प्रकार प्रवाद वाक्य गुड़िक अनेक अच्छी वाक्य भी अच्छी हितोपदेश ए प्रकार अनेक वाक्य देखा मिले आई अनुजाई आग को वाक्य प्रचार करवा परिस्थिति मूलक जो समय जो वाक्य दरकार से अनुसार वाक्य प्रचार एवं तत्वमूलक उपदेश अर्थात डॉक्ट्रिन गुड़ाक ए प्रकार वाक्य ए प्रकार अनेक वाक्य प्रचार करिवार विषय अच्छी मु आज 12टी कथा 12टी प्रचार विषय मु आज रखिली भिन्न भिन्न भाव में भिन्न भिन्न प्रचार गुड़िक ताहले परमेश्वर वाक्य को सठिक भाव में भांगिबा पाए सठिक भाव में अनुवाद करने एक गुरुत्वपूर्ण विषय अटे मन इच्छा वाक्य पढ़ी देकी एपट सेपट जीवा नहीं मात्र ठीक भाव में वाक्य को अनुवाद करिवार अछि ठीक भाव में वाक्य को भांगिवार अछि एटा हूँ गुरुत्वपूर्ण विषय जदि सेटा हमर हेई पारु नाही ताले वाक्य हो ना जदि वाक्य प्रचार होउछि प्रचार करा जाउछि उपदेश दिया जाउछि किंतु सेटा ठीक भाव में लोकन को पाखरे पहुंची पारु नाही ठीक भाव में लोक माने बुझी पारु नाहंती ए बाइबल हूँ एक स्वर्गीय पुस्तक डिवाइन बुक यह जेहेतु स्वर्गीय पुस्तक जदिबा यह को मनुष्य माने लिखिछंती किंतु यह पवित्र आत्मा साहाय्य पवित्र आत्मा प्रेरणा रे पवित्र आत्मा बिना ए माने लिखि नाहंती से माने पवित्र आत्मा साहाय्य पाइले पवित्र आत्मा प्रेरणा पाइले आउ ए लोक माने लिखिछंती सेतिबाई द्वितीय तिमोथी तार 3 अध्याय 16 पद लिखा अछि समस्त शास्त्र ईश्वर निश्वसित एवं शिक्षा अनुयोग संशोधन और धार्मिकता संबंधी शासन निमंते उपकारी समस्त शास्त्र ईश्वर निश्वसित यह शिक्षा पाई दिया जाइछि यह अनुयोग पाई दिया जाइछि यह संशोधन पाई दिया जाइछि एवं धार्मिकता है कि आगु को बढ़िबा पाई दिया द्वितीय पीतर 1 अध्याय 20-21 पदरे मध्य आ गोटे कथा लिखा अछि जे ईश्वर ही ये मनुष्य मान को पवित्र आत्मा को द्वारा कथा कहीकि यह लिखिछ अर्थात ईश्वर बिना एमाने लिखि नाहंती पवित्र आत्मा बिना एमाने लिखि पारि न थांते एमाने जो लिखिछंती केवल ईश्वर द्वारा एमाने प्रेरित हेले पवित्र आत्मा द्वारा चालित हेले आ एमाने कथा कहले बा लिखिले बा जणैले जोटा कि आमे आज आम पाखे अच्छे आम पाखे आमे बाइबल को आज पाइछु धरुछु आउ पढ़ुछु कहूछु प्रथम पीतर तार 1 अध्याय 22-25 पद ईश्वर वाक्य अनंत काल स्थायी ईश्वर वाक्य रु विश्वास जात हुए एवरी तार 4 अध्याय 12 एवं 13 पद कारण ईश्वर वाक्य जीवंत कार्य साधक पुणी द्विधार खड्ग ठारू तीक्ष्णतर आउ प्राण और आत्मा ग्रंथि मजार विच्छेद पर्यंत परिभेदक एवं हृदय चिंता और भावर सूक्ष्म विचारक अटे ईश्वर वाक्य द्विधार खड्ग माने कौन अनेक लोक अनेक प्रकार कथा कहती मुझे शुणा चाहूँगी द्विधार खड्ग माने कौन कई जने कहतु
ବିନୋଦ ଆଜ୍ଞା କୁହନ୍ତୁ, ଦ୍ୱିଧାର ଖଡ୍ଗ ମାନେ କଣ? ଦୁଇଧାର ଖଡ୍ଗ ବୋଲେ ମୋ ମତରେ ଜାଗତିକ ଖଡ୍ଗ ଗୋଟେ ଯୋଉଟା ଅଛି, ଦୁଇ ଆଡରେ ତୀକ୍ଷ୍ଣ ଥିବ, ଯାହାକୁ ଦୁଇ ଆଡକୁ କାଟି ପାରୁଥିବ। ମାତ୍ର ଆତ୍ମିକ ଭାବରେ ଈଶ୍ୱରଙ୍କର ବାକ୍ୟ, ମନେକର ଯେତେବେଳେ ଜଣେ ଲୋକ ଶୁଣେ, ସେ ବାକ୍ୟ ଦ୍ଵାରା ସେ ଗୋଟେ ଲୋକ ତାର ହୃଦୟର ଆଘାତ ଲାଗେ, ପରିବର୍ତ୍ତନ ଆସେ, ନୂଆ ଜୀବନର ଅନୁଭୂତି ଆସେ। ଠିକ ଅଛି, ବହୁତ ଧନ୍ୟବାଦ। ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ଣତର। ଆମେ କୋଉଠି ରହିଯାଉଛୁ? ଦ୍ୱିଧାର ଖଡ୍ଗରେ ଅଟକି ଯାଉଛୁ। ଇଆଡେ ବି କାଟୁଛି, ସିଆଡେ ବି କାଟୁଛି ବୋଲି ଆମେ ତାକୁ କହିଥାଉ। ଈଶ୍ୱରଙ୍କର ବାକ୍ୟ ହଉଛି ଦ୍ୱିଧାର ଖଡ୍ଗ, ଇଆଡେ ବି କାଟିବ, ସିଆଡେ କାଟିବ। ଯିଏ ପ୍ରଚାର କରୁଛି ତାକୁ ବି କାଟିବ, ଯିଏ ଶୁଣୁଛି ତାକୁ ବି କାଟିବ ବୋଲିକିରି କୁହନ୍ତି। ତାହା ନୁହେଁ। କଣ ତା ମାନେ? ଈଶ୍ୱରଙ୍କର ବାକ୍ୟ ହଉଛି ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ଣତର। ଯୋଉ ଦ୍ୱିଧାର ଖଡ୍ଗ, ଏପଟ ଧାର ଅଛି, ଏପଟ ଧାର ଅଛି, ଆମେ ଦେଖୁଛୁ, ତା ଠାରୁ ମଧ୍ୟ ଈଶ୍ୱରଙ୍କର ବାକ୍ୟ ତୀକ୍ଷ୍ଣତର, ଏହା କହିବା ପାଇଁ ଚାହାନ୍ତି। ଏ ବାକ୍ୟ ହଉଛି ସେଇଆ, ମାନେ ଈଶ୍ୱରଙ୍କର ବାକ୍ୟ ଯୋଉ ଦ୍ୱିଧାର ଖଡ୍ଗ ଆମେ ଦେଖୁଛୁ, ଇଆଡେ ବି କାଟୁଛି, ସିଆଡେ ବି କାଟୁଛି, ତା ଠାରୁ ମଧ୍ୟ ତୀକ୍ଷ୍ଣତର, ତା ଠାରୁ ମଧ୍ୟ ଅଧିକ, ଏହା ଜଣେଇବା ପାଇଁ ଲେଖକ ଚାହାନ୍ତି। ଆମେ ବୁଝେଇଲା ବେଳକୁ ଆମେ ଏମିତି ଶୁଣୁ, ଏମିତି କହୁ ଯେ ଦ୍ୱିଧାର ଖଡ୍ଗ ଗଲେ ଇଆଡେ ବି କାଟିବ, ସିଆଡେ ବି କାଟିବ, ଇଆଡେ ବି କାଟିବ, ସିଆଡେ ବି କାଟିବ। ତାହା ନୁହେଁ, ସେମିତି ନୁହେଁ, ତାର ଅର୍ଥ ତାହା ନୁହେଁ। ଓକେ, ୟାକୁ ଆମେ ପରେ ଆଲୋଚନା କରିବା। ଆମେ ଆଗକୁ ଟିକେ ବଢିବା, ସମୟ ଚାଲି ଯାଉଛି। ତେବେ ଈଶ୍ୱରଙ୍କର ବାକ୍ୟକୁ କିପରି ଆମେ ଭାଙ୍ଗିବା, କେମିତି ଆମେ ତାକୁ ଅନୁବାଦ କରିପାରିବା, ବା ତାକୁ କି ପ୍ରକାର ଭାବରେ ଲୋକଙ୍କ ପାଖରେ ପହଞ୍ଚେଇ ପାରିବା? କଣ ଈଶ୍ୱରଙ୍କର ବାକ୍ୟ? ଉଦାହରଣ ସ୍ୱରୂପ ଯେମିତି କହୁଥିଲି, ପ୍ରଥମ ପିତର ତାର 5 ଅଧ୍ୟାୟ 7 ପଦ କଣ ପାଇଁ ଲେଖା ହେଇଛି? କାହିଁକି? ଏଇଟା କାହାକୁ ଲେଖା ହେଇଛି? 1 ଅଧ୍ୟାୟର 1 ପଦ ପଢନ୍ତୁ। କୋଉ ପରିସ୍ଥିତିରେ ଏହାକୁ ଲେଖା ହେଇଛି ପଢନ୍ତୁ କେହି ଜଣେ। ପ୍ରଥମ ପିତର 1:1। ପିତର ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ପନ୍ତ, ଗାଲାତିଆ, ପାପାଦକିଆ, ଆସିଆ ଓ ବିଥୁନିଆରେ ଛିନ୍ନ ଭିନ୍ନ ଯୋଉ ପ୍ରବାସୀ ମାନେ, ବହୁତ ଧନ୍ୟବାଦ। ପିତର ଯେତେବେଳେ ଏଇ ଚିଠି ଲେଖୁଛନ୍ତି, ସେତେବେଳେ ଖ୍ରୀଷ୍ଟିଆନ ଲୋକମାନେ ନିନ୍ଦିତ, ତାଡିତ ହେଇଛନ୍ତି। ସେମାନେ ତାଡନାର ସମ୍ମୁଖୀନ ହେଇଛନ୍ତି ଏବଂ ଭିନ୍ନ ଭିନ୍ନ ସ୍ଥାନରେ ସେମାନେ ଅଛନ୍ତି। କୋଉଠି ଅଛନ୍ତି? ନା ସେମାନେ ପନ୍ତରେ ଅଛନ୍ତି, ଗାଲାତିଆରେ ଅଛନ୍ତି, କାପାଦକିଆରେ ଅଛନ୍ତି, ଆସିଆରେ ଅଛନ୍ତି, ବିଥୁନିଆରେ ଅଛନ୍ତି, ଆଉ ଛିନ୍ନ ଭିନ୍ନ ଅବସ୍ଥାରେ ସେମାନେ ଅଛନ୍ତି, ଭିନ୍ନ ଭିନ୍ନ ସ୍ଥାନରେ। ଯେତେବେଳେ ଦଙ୍ଗା ହେଲା, କନ୍ଧମାଳ ଦଙ୍ଗା, ସେତେବେଳେ ଖ୍ରୀଷ୍ଟିଆନ ଲୋକମାନେ କନ୍ଧମାଳରେ ଆଉ ରହିପାରିଲେନି। ଯଦି ରହିବେ, ମରିବେ। ଏଣୁ ସେମାନେ ଚାରିଆଡେ ଛିନ୍ନ ଭିନ୍ନ ହେଇକି ଚାଲିଗଲେ। ଭୁବନେଶ୍ୱର ଆସିଲେ, ଏବେ ପର୍ଯ୍ୟନ୍ତ ଅଛନ୍ତି। କଟକକୁ ଆସିଲେ, ବ୍ରହ୍ମପୁର ଚାଲିଗଲେ, ଗଜପତିକୁ ଚାଲିଗଲେ, ପାରଳାଖେମୁଣ୍ଡି ଚାଲିଗଲେ। ଭିନ୍ନ ଭିନ୍ନ ସ୍ଥାନକୁ ଲୋକମାନେ ଛିନ୍ନ ଭିନ୍ନ ହେଇଗଲେ, ଭିନ୍ନ ଭିନ୍ନ ସ୍ଥାନରେ ଯାଇକିରି ରହିଗଲେ। ଆଉ ଯେତେବେଳେ ସବୁ ଟିକେ ଭଲ ହେଇଗଲା, ସୁଧାର ଆସିଗଲା, ସେତେବେଳେ ଯୋଉମାନେ ଫେରିବା କଥା ଫେରିଗଲେ, ଯୋଉମାନେ ରହିବା କଥା ରହିଗଲେ। ଆଜି ବି ଭୁବନେଶ୍ୱରରେ ଅନେକ ଲୋକ ଅଛନ୍ତି, କନ୍ଧମାଳର ଲୋକମାନେ। ତ ଏ ପ୍ରକାର ଗୋଟେ ସମସ୍ୟା ଆସିଲା ଖ୍ରୀଷ୍ଟିଆନ ମାନଙ୍କ ପାଇଁ, ତାଡନା ଆସିଲା, ସେମାନେ ଭିନ୍ନ ଭିନ୍ନ ସ୍ଥାନକୁ ଚାଲିଗଲେ। ଆଉ ସେମାନଙ୍କ ପାଖକୁ ପିତର ସେ ଚିଠି ଲେଖୁଛନ୍ତି, ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ, ସେମାନଙ୍କୁ ଭରସା ଦେବା ପାଇଁ, ସେମାନଙ୍କୁ ଶୃଙ୍ଖଳିବା ପାଇଁ, ସେମାନେ ଯେ ପ୍ରକାର ବିଶ୍ୱାସରେ ରହିବେ, ସ୍ଥିର ହେଇକି ରହିବେ, ସେଥିପାଇଁ ସେମାନଙ୍କ ପାଖକୁ ଲେଖୁଛନ୍ତି। ଆଉ ଲେଖୁ ଲେଖୁ ସେ 5 ଅଧ୍ୟାୟରେ ସେ ପାଳକ ମାନଙ୍କ ପାଇଁ ଲେଖିଲେ,
ପ୍ରାଚୀନ ମାନଙ୍କ ପାଇଁ ଲେଖିଲେ, ବିଶ୍ୱାସୀ ମାନଙ୍କ ପାଇଁ ଲେଖିଲେ, ଆଉ କହିଲେ କୋଉ କହିଲେ 5 ଅଧ୍ୟାୟରେ, ତାପରେ ସେ କହୁଛନ୍ତି ନା ତୁମମାନଙ୍କ ସମସ୍ତ ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। କେବଳ ଖାଇବା ପିଇବା ରହିବା ବିଷୟ ଚିନ୍ତା କରିବା କଥା ଏଇଟା କୁହାଯାଇ ନାହିଁ। ଅବ୍ରାହମ ଚିନ୍ତା କଲେ, ସାରା ଚିନ୍ତା କଲେ, ହାନା ଚିନ୍ତା କଲେ, ଏମାନଙ୍କର ପିଲା ହଉ ନାହିଁ ବୋଲି ଚିନ୍ତା କଲେ, ଏଇଟା ନୁହେଁ। ପ୍ରଚାର କଲା ବେଳକୁ ଏମିତି କଥା ଆମେ ଶୁଣୁ, ନୁହେଁ। ଆରେ ପିତର କଣ କହିବା ପାଇଁ ଚାହାନ୍ତି, ପ୍ରକୃତ କଥା କଣ, କାହିଁକି ସେ କଥା ଲେଖିଲେ, କଣ ପାଇଁ ଲେଖିଲେ, ତାର ଉଦ୍ଦେଶ୍ୟ କଣ? ଏଇ ପଦ ର ଅର୍ଥ, ଏଇ ପଦର ଚିନ୍ତା ଆମ ପାଖକୁ ଆସେ ନାହିଁ। ଏ ପଦର ଚିନ୍ତାଟା କଣ, ଏ ଥଟ୍ କଣ ପାଇଁ ଏମିତି ଲେଖାଗଲା, ପିତର କଣ ପାଇଁ ଏଇଠି ଲେଖିଲେ, ଏଇ କଥାଟି ଲେଖିଲେ, ସେଇଟା ଆମ ପାଖକୁ ପହଞ୍ଚି ପାରେ ନାହିଁ। ଅର୍ଥାତ୍ ଶ୍ରୋତା ମାନଙ୍କ ନିକଟରେ, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ନିକଟରେ ପହଞ୍ଚି ପାରେ ନାହିଁ। ପହଞ୍ଚି ଯାଏ କଣ ନା, ଏଇଠି ଲେଖା ହେଇଛି ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ। ସେ ଅବ୍ରାହମ ପ୍ରଭୁଙ୍କ ଉପରେ ପକେଇଲେ, ତାର ଗୋଟେ ପିଲା ହେଇଗଲା। ହାନା ଚିନ୍ତା କଲେ, ସେ ପ୍ରାର୍ଥନା କଲେ, ତାକୁ ମିଳିଗଲା। ସେ ଅମୁକ ହେଲା, ସମୁକ ଚିନ୍ତା କଲା, ପ୍ରଭୁ ତାକୁ ସାହାଯ୍ୟ କଲେ। କିନ୍ତୁ ପ୍ରକୃତରେ କଣ ପାଇଁ ଏଟା ଲେଖା ହେଇଛି, ସେଇଟା ଲୋକଙ୍କ ପାଖରେ ପହଞ୍ଚି ପାରେ ନାହିଁ। ଅବ୍ରାହମ, ସାରା, ଯାକୁବ ଏମିତି ହେଇକି ସରିଗଲା। ଚିନ୍ତା ତ ଚିନ୍ତା, ଆଉ ଯେତେ ଲୋକ ଚିନ୍ତା କରିବା ଲୋକମାନଙ୍କର କଥା ଆଣିକି ପୁରେଇକିରି ବାକ୍ୟ ଶେଷ। ଦୁଃଖର କଥା ନୁହେଁ କି? ଏଣୁ ଆମେ ନେକ୍ସଟ ଟାଇମ ଆଉ ଈଶ୍ୱରଙ୍କର ବାକ୍ୟ କି ପ୍ରକାର ମାନେ ଭାଙ୍ଗିବା, ତାକୁ ପଏଣ୍ଟ କେମିତି କରିବା, ତାକୁ କି ପ୍ରକାର ଭାବରେ ସଜେଇବା, କାହିଁକି ଏଟା ଲେଖାଗଲା, ତାକୁ କେମିତି ଗୋଟେ ପଦକୁ ଆମେ କେମିତି ସଜେଇ ପାରିବା, କଣ କଣ ଏଥିରେ ଅଛି, ସେ ବିଷୟରେ ଆମେ ଆସନ୍ତା ଥରକୁ ଆଲୋଚନା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ଧନ୍ୟବାଦ, ନମସ୍କାର।